ନୂଆପଡ଼ା ଜିଲ୍ଲା ଗୋଧସ ଜଳପ୍ରପାତରେ ପୁଣି ଅଘଟଣ। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ଜଣେ ଯୁବକ ପାଣିରେ ବୁଡ଼ି ନିଖୋଜ। ସାଙ୍ଗମାନଙ୍କ ସହ ବୁଲିବାକୁ ଆସିଥିବା ବେଳେ ଗୋଧସରେ ଗାଧୁଥିବା ସମୟରେ ପାଣିରେ ନିଖୋଜ ହୋଇଯାଇଥିବା ସୂଚନା ଆସି ପହଞ୍ଚିଛି। ଯୁବକ ଜଣକ କଣ୍ଟାବାଞ୍ଜିର ସୁଦର୍ଶନ ରଞ୍ଜନ ଗୁରୁ ବୋଲି ଜଣାପଡ଼ିଛି, ଯାହାଙ୍କ ବୟସ 20 ବର୍ଷ ହେବ। ଖବର ପାଇ ଧର୍ମାବନ୍ଧ ପୋଲିସ ଓ ଅଗ୍ନିଶମ କର୍ମଚାରୀ ବହୁ ଖୋଜାଖୋଜି କଲା ପରେ ବି ଯୁବକଙ୍କ ପତା ମିଳି ନାହିଁ। ସନ୍ଧ୍ୟା ବହୁତ ହେବାରୁ ଓ ଜଳପ୍ରପାତ ଘଞ୍ଚ ଜଙ୍ଗଲରେ ଥିବାରୁ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଫେରି ଆସିଥିଲେ। ଆଜି ସକାଳୁ ପୁଣି ସର୍ଚ୍ଚ ଅପରେସନ ଜାରି ରହିଛି ବୋଲି ଜଣାପଡ଼ିଛି। ପାଟନାଗଡ଼ରୁ ପାଟନା ସମାଚାର।